ସଂସାରରେ ଦୁଇ ଜଣ ସବୁଠାରୁ ନିଷ୍ପାପ ଈଶ୍ୱରଙ୍କ ସୃଷ୍ଟିର ଦୁଇ ଜଣ ଅମୂଲ୍ୟ ବରଦାନ। ଉଭୟଙ୍କ ପ୍ରକୃତି କୋମଳ। ଜଣେ ହେଲେ ମାନବ ଶିଶୁ, ଆଉ ଜଣେ ଫୁଲ। ପ୍ରକୃତିରେ ଈଶ୍ୱରଙ୍କ ଅନବଦ୍ୟ ଅନନ୍ୟ ଉପହାର ଶିଶୁ। ଯେତେବେଳେ ଶିଶୁଟିଏ ପରିବାରରେ ଭୂମିଷ୍ଠ ହୁଏ, ତାର ଉପସ୍ଥିତିରେ ସମସ୍ତେ ଆନନ୍ଦିତ ହୋଇଥାନ୍ତି। ପିତାମାତାଙ୍କ ସ୍ୱପ୍ନ ସାର୍ଥକ ହୁଏ। ସେ ପରିବାରର ସମସ୍ତଙ୍କ ଯତ୍ନରେ ବର୍ଦ୍ଧିତ ହୁଏ, ପ୍ରତିପାଳିତ ହୁଏ। ପ୍ରତ୍ୟେକ ପରିବାର ସଦସ୍ୟଙ୍କ ରକ୍ଷଣାବେକ୍ଷଣରେ ବଡ଼ ହୋଇଥାଏ। ତାର କୋମଳମତି ମନ ପରିବାରର ସୁରକ୍ଷା ବଳରେ ଏକ ଶୈକ୍ଷିକ ସ୍ନେହିଳ ପରିବେଶରେ ସୁରକ୍ଷିତ ହୋଇଥାଏ। ମାତୃଗର୍ଭରେ ଥିଲାବେଳୁ ସେ ପରିସ୍ଥିତି ପରିବେଶକୁ ଗ୍ରହଣ କରିଥାଏ। ମାତୃଗର୍ଭରେ ତାର ମନସ୍ତାତ୍ତ୍ୱିକ ଭାବାବେଗ ଆରମ୍ଭ ହୋଇଥାଏ। ଯେଭଳି ସୁଭଦ୍ରାଙ୍କ ମାତୃଗର୍ଭରେ ଶିଶୁ ଅଭିମନ୍ୟୁ ଚକ୍ରବ୍ୟୂହ ଭେଦ କରିବାର କୌଶଳ ବୁଝିପାରିଥିଲେ, ଏବେ ମଧ୍ୟ ବୈଜ୍ଞାନିକମାନେ ମତ ଦିଅନ୍ତି, ମା'ର ମନସ୍ତାତ୍ତ୍ୱିକ ଭାବନାର ପ୍ରଭାବ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶିଶୁର ମସ୍ତିଷ୍କ ଉପରେ ପଡ଼ିଥାଏ। ବର୍ତ୍ତମାନ ଆଧୁନିକ ସମାଜରେ ପିତାମାତାଙ୍କ ଶିଶୁକୁ ଲାଳନ ପାଳନ ଏକ ମୁଖ୍ୟ ସମସ୍ୟା। ପ୍ରତ୍ୟେକ ପରିବାରର ଏହା ଏକ ଚିନ୍ତାର ବିଷୟ। ବର୍ତ୍ତମାନର ପ୍ରାୟତଃ ପିତାମାତା କର୍ମଜୀବୀ। ତେଣୁ ସେମାନଙ୍କ ବ୍ୟସ୍ତବହୁଳ ଜୀବନରେ ଶିଶୁର ଲାଳନ ପାଳନ ଏକ ବିରାଟ ପ୍ରଶ୍ନବାଚୀ। ସେମାନେ ମୁଖ୍ୟତଃ ଶିଶୁଟି ବିଦ୍ୟାଳୟକୁ ଯିବା ପୂର୍ବରୁ ଘରେ ଘରୋଇ ସହାୟିକାର ଦାୟିତ୍ୱରେ ଶିଶୁକୁ ରକ୍ଷଣାବେକ୍ଷଣ କରିଥାନ୍ତି। ପିତାମାତା ଘରକୁ ଆସିଲା ବେଳେ ସେମାନେ କ୍ଳାନ୍ତ। ଅଫିସର ଚାପ, ଘରକାମର ବ୍ୟସ୍ତତା ମଧ୍ୟରେ କେତେବେଳେ ଶିଶୁଟିକୁ ସେମାନେ ଉପଯୁକ୍ତ ଲାଳନ ପାଳନ ଦାୟିତ୍ୱ ଠିକ୍ ଭାବେ ବୁଝିପାରନ୍ତି ନାହିଁ। କ୍ରମେ ଶିଶୁଟି ବଡ଼ ହୁଏ। ତାକୁ ତଥାକଥିତ ଆଧୁନିକ ସଭ୍ୟତାରେ ପିତାମାତା ପ୍ଲେ ସ୍କୁଲରେ ଭର୍ତ୍ତି କରିଦିଅନ୍ତି। ଏହା ସହରୀ ଜୀବନର କଥା। ଏବେ ବି ଗାଁ ଗହଳିରେ ଆଉ ଏକାନ୍ନବର୍ତ୍ତୀ ପରିବାର ନାହିଁ। ସହରରେ ତ ଆଦୌ ନାହିଁ କହିଲେ ଚଳେ। ବର୍ତ୍ତମାନ ପ୍ରଯୁକ୍ତି ବିଜ୍ଞାନର ଯୁଗ। ପ୍ରାୟତଃ ମନୁଷ୍ୟ ମେସିନ୍ ଉପରେ, ଯନ୍ତ୍ର ଉପରେ ନିର୍ଭରଶୀଳ। ଆଗରୁ ଯୌଥ ପରିବାରରେ ପିଲାଟିଏ ବଡ଼ ହେଉଥିଲା। ବାପା ମାଙ୍କ ସହିତ ଜେଜେବାପା, ଜେଜେମା, କାକା, କାକୀ, ବଡ଼ ବାପା, ବଡ଼ ମା, ସେମାନଙ୍କ ସହିତ ଏକ ପରିବେଷ୍ଟନୀ ମଧ୍ୟରେ ଶିଶୁଟି ବଡ଼ ହେଉଥିଲା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଏହା ଏକ ମୁଖ୍ୟ ସମସ୍ୟା। ଶିଶୁଟିଏ ଖାଇଲା ବେଳେ ମାଟି, ଗଛ, ଆକାଶ, ସୂର୍ଯ୍ୟ, ନଦୀ, ଜହ୍ନକୁ ଦେଖାଇ ମା ଖୋଇ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସେସବୁ ଦେଖାଇବାକୁ ପ୍ରାୟତଃ ଦୃଶ୍ୟ ନାହିଁ ସହରୀ ସଭ୍ୟତାରେ। ନହେଲେ ମା'ମାନଙ୍କ ପାଖରେ ସମୟର ଅଭାବ। ଏବେ ଖାଇଲା ବେଳେ ଶିଶୁକୁ ମୋବାଇଲ ଦେଖାଯାଉଛି। କାହାଣୀ ଶୁଣାଇବାକୁ ଘରେ କେହି ନାହାନ୍ତି। ବର୍ତ୍ତମାନର ଅନେକ ସହରୀ ସଭ୍ୟତାରେ ଆମେ ତ୍ୟାଗ, ସହନଶୀଳତା, ଏକାଠି ରହିବାର ମୂଲ୍ୟବୋଧ ପ୍ରାୟତଃ ନାହିଁ କହିଲେ ଚଳେ। 20-25 ବର୍ଷ ତଳେ ଶିଶୁମାନେ ପ୍ରେରଣାଦାୟକ ଗଳ୍ପ, ପୁରାଣର କାହାଣୀ ସବୁ ଜେଜେବାପା, ଜେଜେମାଙ୍କ ଠାରୁ ଶୁଣୁଥିଲେ, ଯାହା ତାଙ୍କ ସେ ଶିଶୁମାନଙ୍କ ମସ୍ତିଷ୍କରେ ମାନବୀୟ ଚେତନାର ଗଭୀର ରେଖାପାତ କରାଉଥିଲା। ଉଦାହରଣ ସ୍ୱରୂପ ଶ୍ରବଣ କୁମାରଙ୍କ କଥା, ବଉଳା ଗାଈ ଗପ, ମାଙ୍କଡ଼ କୁମ୍ଭୀର ଗପ, ସୁଦାମା ଓ ଶ୍ରୀକୃଷ୍ଣଙ୍କ ଗପ। ଏହା ମାନବିକତା ମୂଲ୍ୟବୋଧର ଏକ ଶ୍ରେଷ୍ଠ ଉଦାହରଣ, ଯାହା ଶୁଣି ଶିଶୁ ସତ୍ୟ, ନ୍ୟାୟ, ତ୍ୟାଗ, ସହନଶୀଳତା ସବୁ ଶ୍ରେଷ୍ଠ ମାନବୀୟ ଗୁଣାବଳୀ ଦ୍ୱାରା ପ୍ରଭାବିତ ହେଉଥିଲା। ବର୍ତ୍ତମାନ ସେସବୁ କଥା ଆଉ ନାହିଁ। ଶିଶୁଟିଏ ଟିଭି ହେଉ, ମୋବାଇଲ ହେଉ, ସେଥିରେ କାର୍ଟୁନ ଚିତ୍ର ଦେଖୁଛି, ଆନିମେସନ୍ ଦେଖୁଛି। ପିଲାଟି ବେଳୁ ତାକୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ଆଜିର ସମାଜରେ ଡିଜିଟାଲ ଶିକ୍ଷାର ପ୍ରଚଳନ ବହୁଳ ଭାବରେ ହେଉଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଡିଜିଟାଲ ଯନ୍ତ୍ରବହୁଳ ସମାଜରେ ପିଲାଙ୍କ ଲାଳନ ପାଳନ ଏକ ମୁଖ୍ୟ ସମସ୍ୟା। ଆଜି ସାମ୍ପ୍ରତିକ ସମାଜରେ ଡିଜିଟାଲ ଶିକ୍ଷା ମାଧ୍ୟମରେ ସ୍କୁଲରେ ଶିକ୍ଷା ପ୍ରଦାନ କରାଯାଉଛି ଏବଂ ଗୃହ ମଧ୍ୟରେ ବି ଡିଜିଟାଲ ଶିକ୍ଷାର ବାତାବରଣ। ଏହାର ଗୁରୁତ୍ୱ ରହିଛି, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ପିଲାଙ୍କ ଶାରୀରିକ, ମାନସିକ, ସାମାଜିକ ବିକାଶ ଉପରେ ପ୍ରଭାବ ପକାଇଥାଏ। ପିତାମାତାଙ୍କ ଦାୟିତ୍ୱ ହେଉଛି ଡିଜିଟାଲ ମାଧ୍ୟମରେ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ ନୁହେଁ, ବରଂ ଏହାର ସଠିକ୍ ଓ ସୀମାତୀତ ବ୍ୟବହାର ଶିଖାଇବା ଉଚିତ। ଶ୍ରୋତାବନ୍ଧୁ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସହିତ ଏହି ଡିଜିଟାଲ ଲାଳନ ପାଳନର ମଧ୍ୟ ଦୁଇଟି ଦିଗ ଅଛି। ଗୋଟିଏ ସକାରାତ୍ମକ ଏବଂ ଅନ୍ୟଟି ନକାରାତ୍ମକ ଦିଗ। ଆସନ୍ତୁ
ଆଜି ଆଲୋଚନା କରିବା ଶ୍ରୋତାବନ୍ଧୁ, ପ୍ରତ୍ୟେକ ଶିଶୁ ଅନ୍ୟଠାରୁ ଭିନ୍ନ। ପ୍ରତ୍ୟେକ ଶିଶୁ ଭିତରେ ଏକ ଅନନ୍ୟ ଯୋଗ୍ୟତା ରହିଛି। ଧରାଯାଉ ଗୋଟିଏ ଶିଶୁ ଭଲ ଆର୍ଟ କରିପାରୁଛି, ଜଣେ ଭଲ ହସ୍ତାକ୍ଷର ଲେଖିପାରୁଛି, ଜଣେ ବାଦ୍ୟଯନ୍ତ୍ର ବାଦନ ପ୍ରତି ତା'ର ଆକୃଷ୍ଟ ରହିଛି, ବା ଜଣେ ବୈଷୟିକ ଯନ୍ତ୍ରାନୁଷ୍ଠାନ ପ୍ରତି ତା'ର ଆଗ୍ରହ ରହିଛି। ଆମେ ତା'ର ଏହି ଦିଗକୁ ଯତ୍ନ ନେବା। ଗୋଟିଏ ଶିଶୁ କମ୍ପ୍ୟୁଟର ମାଧ୍ୟମରେ ରଙ୍ଗ ତୁଳି ଧରି ସ୍କ୍ରିନ୍ରେ ରଙ୍ଗ ସଜାଇ ପାରୁଛି। ଆମେ ତାକୁ ମାନୁଆଲ୍ ଭାବରେ ମଧ୍ୟ ରଙ୍ଗ ତୁଳି ଦେଇ ଚିତ୍ର କରିବାର ଅଭ୍ୟାସ ଜାରି ରଖିପାରିବା। ଏହାପରେ ତାକୁ ପ୍ରୋତ୍ସାହନ ଦେବା। ଜଣେ ଶିଶୁ ଭିଡ଼ିଓ ଗେମ୍ ଦେଖୁ, ଏଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ପିତାମାତା ଘରେ ଥାଇ କିଛି ସମୟ ସୁଯୋଗ ଦେଇ ବାହାରେ ଆଉଟଡୋର୍ ଗେମ୍ରେ ମଧ୍ୟ ପିଲାଙ୍କ ସହ ଖେଳିବାକୁ ପ୍ରେରଣା ତଥା ସୁଯୋଗ ଦେବା ଉଚିତ। କାରଣ ଏଥିରେ ତା'ର ସାଙ୍ଗମାନଙ୍କ ସହିତ ସେ କଥାବାର୍ତ୍ତାର ଭାବ ଆଦାନ ପ୍ରଦାନର ଏକ ଶୈକ୍ଷିକ ପରିବେଶ ସେ ଶିଖିପାରିବ। ଗୃହ ଭିତରେ ଥିଲାବେଳେ ସବୁବେଳେ ଟିଭି, କମ୍ପ୍ୟୁଟରରେ ସୀମିତ ନ ରହି ଲୁଡ଼ୋ, ଚେସ୍ ଇତ୍ୟାଦି ପରିବାର ସଦସ୍ୟଙ୍କ ସହିତ ସେ ଖେଳିପାରିବ। ଏହାଦ୍ୱାରା ସାମାଜିକ ମୂଲ୍ୟବୋଧକୁ ସେ ବୁଝିପାରିବ ଏବଂ ସେମାନଙ୍କ ସହିତ ଏକ ସାମାଜିକ ସମ୍ପର୍କର ବୃଦ୍ଧି ଘଟିବ। ଶିଶୁଟିରୁ କିଶୋର ହେଲା ପର୍ଯ୍ୟନ୍ତ ତା'ର ମସ୍ତିଷ୍କ ଅତ୍ୟନ୍ତ କୋମଳ ଥାଏ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଦେଖାଯାଇଛି ଶିଶୁଟି ବା ପିଲା ଘରେ ଥିଲେ ମଧ୍ୟ ପିତାମାତା ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ସେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରୁନାହିଁ, ବେଶୀ ସମୟ ଚୁପ୍ ହୋଇ ବସୁଛି। ଏହାକୁ ପିତାମାତାମାନେ ଅତ୍ୟନ୍ତ ଗମ୍ଭୀରତାର ସହିତ ନେବା ଉଚିତ। ତାହାକୁ ସମ୍ପର୍କର ଗଭୀରତା, ସାମାଜିକ ମୂଲ୍ୟବୋଧ, ଆତ୍ମିକ ସମ୍ପର୍କର ବିଶେଷତ୍ୱ ବିଷୟରେ ଗଭୀର ଭାବରେ ବୁଝାଇବା ପିତାମାତାଙ୍କର କର୍ତ୍ତବ୍ୟ ହେବା ଉଚିତ। ଶ୍ରୋତାବନ୍ଧୁ, ଆଉ ମଧ୍ୟ ଦେଖାଯାଉଛି ଯେ ବର୍ତ୍ତମାନ ଶିଶୁର ଶୈଶବ ପ୍ଲେ ସ୍କୁଲ, ଆୟା, ଘରୋଇ ସହାୟିକାରୁ ଆରମ୍ଭ ହୋଇଥାଏ। ଯେଉଁ ସମୟରେ ଶିଶୁଟି ଚାଲିବାକୁ ଶିଖେ, କଥା କହିବାକୁ ଶିଖେ, ପ୍ରତି ମୁହୂର୍ତ୍ତରେ ନୂଆ ନୂଆ କଥା ତା'ର କୋମଳ ମସ୍ତିଷ୍କକୁ ଛୁଏଁ, ସେତେବେଳେ ତାକୁ ପରିବାର ବଦଳରେ ପ୍ଲେ ସ୍କୁଲକୁ ପଠାଇ ଦିଆଯାଏ। ସେଠାରେ ସେ ବିଭିନ୍ନ ସ୍କ୍ରିନ୍ ମାଧ୍ୟମରେ ତାକୁ ଖେଳନା, ଦ୍ରବ୍ୟ, ଜିନିଷର ପରିଚୟ କରାଯାଏ। ତା'ର ମନମୁଖୀ ଆଚରଣ କରିବାକୁ ଦିଆଯାଏ ନାହିଁ। ଫଳରେ ତା'ର ଶୈଶବ ପ୍ରତିହତ ହୁଏ। ପୁଣି ଘରକୁ ଆସିଲେ ମାଆମାନେ କାର୍ଯ୍ୟବ୍ୟସ୍ତତାର ଆଢ଼ୁଆଳରେ ମୋବାଇଲ ଧରାଇ ଦିଅନ୍ତି। ବେଶୀ ବେଶୀ କଥା ତା ସହିତ ହୁଅନ୍ତି ନାହିଁ। ତେଣୁ ସେ ସେଥିରେ ମୋବାଇଲରେ ନିଜକୁ ସମ୍ପୃକ୍ତ ରଖେ। ତେଣୁ ପ୍ରତ୍ୟେକ ପିତାମାତା ମୋବାଇଲ ପରିବର୍ତ୍ତେ ତା ସହିତ ଗୃହରେ ଯେତିକି ସମୟ ରହୁଛନ୍ତି ଖେଳନ୍ତୁ, ଗପନ୍ତୁ, ତା ସହିତ କଥୋପକଥନ ଜାରି ରଖନ୍ତୁ। ଏହାଦ୍ୱାରା ତା'ର ଆଭ୍ୟନ୍ତରୀଣ କିଛି ପ୍ରଶ୍ନର ସମାହାର ସେ ପାଇପାରିବ ଏବଂ ତା'ର ଜ୍ଞାନକୌଶଳର ପରିସୀମା ଆଉ ଟିକେ ଉନ୍ନତ ହେବ। ଏହାଦ୍ୱାରା ଶିଶୁର ମସ୍ତିଷ୍କରେ ସୁରକ୍ଷା ଏବଂ ଆତ୍ମବିଶ୍ୱାସର ମଧ୍ୟ ବୃଦ୍ଧି ପାଇବ। ଆଗରୁ ଟିଭି, ମୋବାଇଲ ନଥିବା ସମୟରେ ଯେତେବେଳେ କୌଣସି ପ୍ରସଙ୍ଗ ଶିଶୁମାନେ ଶୁଣୁଥିଲେ, ରେଡ଼ିଓ ମାଧ୍ୟମରେ ହେଉ, ଘରର ଗୁରୁଜନମାନଙ୍କ ଅଭିଜ୍ଞତା ସମ୍ପର୍କରେ ହେଉ, ଗଳ୍ପ ମାଧ୍ୟମରେ ହେଉ, ଶୁଣିଲା ବେଳେ ପ୍ରତ୍ୟେକ ଶିଶୁ ତା'ର ମନରେ ସେ ଶୁଣୁଥିବା ଏକ କଳ୍ପନାର ଛବି ଆଙ୍କି ଆସେ। ସେ କଳ୍ପନାରେ ଚିତ୍ର ବୁଣେ। କିନ୍ତୁ ବର୍ତ୍ତମାନ ଟିଭି ସ୍କ୍ରିନ୍ରେ, ମୋବାଇଲ, କମ୍ପ୍ୟୁଟରରେ କିଛି ଗଳ୍ପ, ଚଳଚ୍ଚିତ୍ର ଦେଖିଲା ବେଳେ, ଶୁଣିଲା ବେଳେ ତା'ର କଳ୍ପନା କରିବା ଶକ୍ତି ଧୀରେ ଧୀରେ ହ୍ରାସ ପାଏ। କାରଣ ତା'ର ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରିତ ହୁଏ ସେହି ଟିଭିର ପରଦା ଉପରେ। କାରଣ ଟିଭି, କମ୍ପ୍ୟୁଟର ଦେଖିଲା ବେଳେ ଶିଶୁ ଆଉ କିଛି ଭାବିପାରେ ନାହିଁ। ତାହାର ଏକାଗ୍ରତା ସ୍କ୍ରିନ୍ରେ ନିବଦ୍ଧ ହୁଏ। ଏଠି ଗୋଟେ ଛୋଟ ଉଦାହରଣ ଦେବି। ଯେତେବେଳେ ଆମେ ଛୋଟବେଳେ ଗପ ଶୁଣୁଥିଲେ, ଆଈମା ଆସିଲେ ଗପ କହିବେ, ସେତେବେଳେ ସମସ୍ତ ପିଲାମାନଙ୍କ ମନରେ ଏକ ଚିତ୍ର ଭାସି ଉଠେ। ଏକ ବୃଦ୍ଧ ବୟସ୍କା ମହିଳା ଯାହାଙ୍କ କେଶ ଧବଳ ହୋଇଯାଇଛି, ଟିକେ ଚମ ଧୁଡ଼ୁଧୁଡ଼ୁ ହେଉଛି, ସେ ଆସି ତାଙ୍କୁ ଗପ ଶୁଣାଇବେ ଏବଂ ସେ ଆସିଲେ, ଚେୟାରରେ ବସିଲେ। ଏହା ତା'ର ମନ ଭିତରେ ସେ କଳ୍ପନାରେ ଆଙ୍କେ। ଏବଂ ଯେତେବେଳେ ଜେଜେମା ଆରମ୍ଭ କରନ୍ତି, ଜଣେ ରାଜା ଥିଲେ, ରାଜା ଯୁଦ୍ଧ କରିବାକୁ ଆସିଲେ, ସେତେବେଳେ ଶିଶୁଟିର ମନରେ ଏକ ଚିତ୍ର ଆଙ୍କି ଉଠେ ଯେ ଏକ ବଳିଷ୍ଠ ଶରୀର ଏବଂ ଉଚ୍ଚା ପୁରା ଦେହ ଏବଂ ରାଜକୀୟ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ତାର କଳ୍ପନାରେ ଭାସି ଉଠେ। ଏଇଭଳି ସୃଜନାତ୍ମକ ଦକ୍ଷତା ତା ଭିତରେ ବୃଦ୍ଧି ହୁଏ। କିନ୍ତୁ ଏଠାରେ ତାର ସୃଜନାତ୍ମକ ଦକ୍ଷତା ଧୀରେ ଧୀରେ ହ୍ରାସ ପାଏ। ଡିଜିଟାଲ ଯୁଗରେ ମଧ୍ୟ ସୃଜନଶୀଳତାର ବିକାଶ ପାଇଁ ଅନେକ ସୁଯୋଗ ରହିଛି।
କିନ୍ତୁ ପ୍ରଯୁକ୍ତିକୁ କେବଳ ଦେଖିବାର ମାଧ୍ୟମ ନ କରି ତିଆରି କରିବାର ମାଧ୍ୟମ କରିବା ଆବଶ୍ୟକ। ଏହା ଆମେ ପିଲାଙ୍କୁ ଶିକ୍ଷା ଦେଇପାରିବା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଏହାର ସକାରାତ୍ମକ ଦିଗ ଉପରେ ଆଲୋଚନା କରିବା। ପିଲାମାନେ ମୋବାଇଲ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରୁଥିଲା ବେଳେ ବୟସ ଅନୁସାରେ ଉପଯୁକ୍ତ ଶିକ୍ଷଣୀୟ ବିଷୟବସ୍ତୁ ବାଛିବା ଓ ଅଭିଭାବକଙ୍କ ନଜରରେ ବ୍ୟବହାର କରିବା ଉଚିତ। ଆଜିର ପିଲାମାନେ ଡିଜିଟାଲ ପରିବେଶରେ ଜନ୍ମ ନେଉଛନ୍ତି, ବଢ଼ି ଉଠୁଛନ୍ତି। ହେତୁ ଆସିବା ଦିନଠାରୁ ସେମାନେ ମୋବାଇଲ ଓ ଅନ୍ୟାନ୍ୟ ଡିଜିଟାଲ ଉପକରଣ ଦେଖୁଛନ୍ତି। କେତେକ ପିଲା ମୋବାଇଲ ଓ ଭିଡ଼ିଓ ଦେଖିବାରେ ଏତେ ଅଭ୍ୟସ୍ତ ଯେ ତାହା ନ ମିଳିଲେ ସେମାନେ ଅସନ୍ତୁଷ୍ଟ ହୋଇ ଉଠୁଛନ୍ତି, ପ୍ରତିକ୍ରିୟାଶୀଳ ହେଉଛନ୍ତି। କେଉଁଠି କେଉଁଠି ସେମାନଙ୍କୁ ତାଗିଦ କଲେ ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ମଧ୍ୟ ନେଉଛନ୍ତି। ତେଣୁ ପ୍ରତ୍ୟେକ ପିତାମାତାଙ୍କ ଦାୟିତ୍ୱ ଏହାର ବ୍ୟବହାର ସଠିକ୍ ଭାବରେ ଶିଖାଇବା ଉଚିତ। ବର୍ତ୍ତମାନ ଆମେ ଏଠା ଜାଣିବା ଡିଜିଟାଲ ମାଧ୍ୟମର ଅନେକ ଗୁଡ଼ିଏ ସକାରାତ୍ମକ ପ୍ରଭାବ। ପିଲାମାନେ ଇଣ୍ଟରନେଟ୍ ମାଧ୍ୟମରେ ଅନେକ ନୂଆ ଜ୍ଞାନ ଆହରଣ କରିପାରୁଛନ୍ତି। ମନରେ ସଂଶୟ ଆସିଲେ ମାତ୍ରେ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ତଥା ତଥ୍ୟ ସହିତ ପାଇପାରୁଛନ୍ତି। ଏହି ଡିଜିଟାଲ ଶିକ୍ଷା ମାଧ୍ୟମରେ ଭାଷା ଶିଖିବା, ଚିତ୍ରାଙ୍କନ, ସଙ୍ଗୀତ, କୋଡ଼ିଂ, ସାଧାରଣ ଜ୍ଞାନ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟରେ ଡିଜିଟାଲ ମାଧ୍ୟମ ପିଲାକୁ ସାହାଯ୍ୟ କରିଥାଏ। ଏହାଛଡ଼ା ଦୂରରେ ଥିବା ପରିବାରର ସଦସ୍ୟ, ଆତ୍ମୀୟଙ୍କ ସହିତ ଯୋଗାଯୋଗ, ମୋବାଇଲ ଫୋନର ନିକଟ ସମ୍ପର୍କୀୟଙ୍କ ସମ୍ପର୍କ ସ୍ଥାପନ ମଧ୍ୟ ପ୍ରଯୁକ୍ତିବିଦ୍ୟା ଯୋଗୁଁ ପିଲାମାନଙ୍କ ପାଇଁ ସହଜ ହୋଇପାରୁଛି। ଆମେ ତାକୁ ବୁଝାଇବା ଉଚିତ ଯନ୍ତ୍ରଠାରୁ ମାନବୀୟ ସମ୍ପର୍କର ଗୁରୁତ୍ୱ ଆମ ଜୀବନରେ କେତେ ବେଶୀ, କାରଣ ଆମେ ସାମାଜିକ ପ୍ରାଣୀ। ପ୍ରିୟ ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ଡିଜିଟାଲ ଉପକରଣର ଅତ୍ୟଧିକ ବ୍ୟବହାର ଯୋଗୁଁ ପିଲାମାନଙ୍କ ଜୀବନରେ ଦେଖାଦେଉଥିବା କିଛି ସମସ୍ୟା ଉପରେ ଆମେ ଆଲୋଚନା କରିବା। ଦୀର୍ଘ ସମୟ ଧରି ସ୍କ୍ରିନ୍ ଦେଖିଲେ ପିଲାମାନଙ୍କ ଦୈନନ୍ଦିନ ଜୀବନର ସନ୍ତୁଳନ ବିଗିଡ଼ି ଯାଇପାରେ। ସେମାନେ ଶାରୀରିକ ଖେଳକୁଦ, ପରିଶ୍ରମରୁ ନିଜକୁ ଦୂରେଇ ରଖନ୍ତି। ପଢ଼ାପଢ଼ି ପ୍ରତି ଆଗ୍ରହ, ପରିବାରର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କମ୍ କରିଦିଅନ୍ତି। ତେଣୁ ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼େ। ଏଥର ଜାଣିବା ପିଲାଙ୍କ ପାଇଁ ଆମେ କିଛି ଡିଜିଟାଲ ନିୟମ। ପ୍ରତ୍ୟେକ ପରିବାର ପାଇଁ ତଥା ପିଲାଙ୍କ ପାଇଁ କିଛି ସରଳ ଡିଜିଟାଲ ନିୟମ ରହିବା ଉଚିତ। ପିଲାଙ୍କୁ ବୁଝାଇ ପରୋକ୍ଷରେ କିଛି ଅନୁଶାସନ ଭିତରେ ସେ କେତେ ସମୟ ମୋବାଇଲ ବ୍ୟବହାର କରିବ, କେଉଁ ସମୟରେ ଡିଜିଟାଲ ଉପକରଣ ବ୍ୟବହାର କରିବ ନାହିଁ, ତା ଉପରେ ପରିବାରରେ ଏକ ସ୍ପଷ୍ଟ ନିୟମ ରହିବା ଉଚିତ। ଏଠି କେତୋଟି ନିୟମ ଆମେ ଦେଖିବା, ଯଥା ପିଲାମାନଙ୍କର ସହ ବସି ଶିକ୍ଷାମୂଳକ ଭିଡ଼ିଓ ଦେଖିବା, ପ୍ରତିଦିନ ତାଙ୍କୁ ପୁସ୍ତକ ପଢ଼ିବାର ଅଭ୍ୟାସ କରିବା, ଖେଳକୁଦ, ସଙ୍ଗୀତ, ଚିତ୍ରାଙ୍କନ, ବଗିଚା କାମରେ ତାଙ୍କୁ ଉତ୍ସାହିତ କରିବା, ପିଲାଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରିବା ନାହିଁ, କାନ୍ଦୁଥିବା ପିଲାଙ୍କୁ ଚୁପ୍ କରାଇବା ପାଇଁ ହଠାତ୍ ମୋବାଇଲ ଦେଇଦେବା ନାହିଁ। ସେମାନଙ୍କ ସମ୍ମୁଖରେ ମଧ୍ୟ ଆମେ ନିଜେ ପିତାମାତା ମୋବାଇଲ ମଧ୍ୟ ଦେଖିବା ନାହିଁ। ପଢ଼ା ସମୟ, ଖାଇବା ପିଇବା ସମୟ, ପରିବାର ସହିତ ଆଲୋଚନା ସମୟରେ ମୋବାଇଲ ବ୍ୟବହାର ଉପରେ ବାରଣ କରିବାର ଅଭ୍ୟାସ କରାଯିବା ଉଚିତ। ଏହା ରହିଲେ ପିଲା ତାର ସାମାଜିକ ପରିବାର ମୂଲ୍ୟବୋଧ ସମ୍ପର୍କରେ ବୁଝିପାରିବ। ପିଲାଙ୍କୁ ଡିଜିଟାଲ ଶୃଙ୍ଖଳା ଶିଖାଇବା ଆଗରୁ ଅଭିଭାବକ ମଧ୍ୟ ନିଜେ ହିଁ ନିୟମକୁ କଡ଼ାକଡ଼ି ପାଳନ କରିବା ଉଚିତ। କାରଣ ପିଲାମାନଙ୍କ ପାଇଁ ତାର ପ୍ରଥମ ବିଦ୍ୟାଳୟ ହେଉଛି ତାର ଘର, ତାର ପରିବାର। କାରଣ ପିଲାଟିର ଭବିଷ୍ୟତ ଜୀବନ ଉପରେ ତା ପରିବାରର ଶୃଙ୍ଖଳା, ସମୟାନୁବର୍ତ୍ତିତା, ଅନୁଶାସନର ପ୍ରଭାବ ଗଭୀର ଭାବରେ ଦୃଷ୍ଟିଗୋଚର ହୋଇଥାଏ। ପ୍ରିୟ ଶ୍ରୋତାବନ୍ଧୁ, ଏଠି ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାପା ମାଙ୍କ ପାଇଁ। ସେମାନେ ନିଜ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଭିତରୁ ସମୟ ବାହାର କରି ନିଜ ପିଲାଙ୍କ ସହିତ ଯେତେ ପାରିବେ ସେତେ କଥା ହୁଅନ୍ତୁ, ମିଶନ୍ତୁ, ତାର ମନସ୍ତତ୍ୱକୁ ବୁଝନ୍ତୁ। ଯେତେ ଘନିଷ୍ଠ ହେବେ ସେତେ ପିଲାଟି ନିଜକୁ ସୁରକ୍ଷିତ ମନେ କରିବ। ସେମାନଙ୍କର ଦିନ କେମିତି କଟିଲା, ଆଜି ସ୍କୁଲର ଘଟଣା, ସାଙ୍ଗମାନଙ୍କ ସହିତ ତାର ଆଲୋଚନା, ସବୁ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ। ଖେଳକୁଦ ଓ ଶାରୀରିକ କାର୍ଯ୍ୟକଳାପ, ପିଲାକୁ ଫୁଟବଲ, କ୍ରିକେଟ, କବାଡ଼ି, ଦୌଡ଼ ଇତ୍ୟାଦି ଆଉଟଡୋର ଗେମ୍ କରିବାକୁ ପ୍ରୋତ୍ସାହନ ଦିଅନ୍ତୁ। ଏହି ଅଭ୍ୟାସ ପିଲାଙ୍କୁ ସାମାଜିକ ଶୃଙ୍ଖଳା ବୋଧ ଶିଖାଏ। ସେ ଅନ୍ୟମାନଙ୍କ ସହ ମିଶେ, ସାଙ୍ଗମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥାଏ। ଏହାଦ୍ୱାରା ତାର ମସ୍ତିଷ୍କ ଭାରାକ୍ରାନ୍ତ ହୁଏ ନାହିଁ। ପିଲାଙ୍କୁ ଆଉ ଗୋଟିଏ ସୁନ୍ଦର ବିଷୟ ଉପରେ ଏଠି ଆଲୋକପାତ କରିବା, ଯଥା
ପିଲାଙ୍କୁ ଆଧ୍ୟାତ୍ମିକ ଜୀବନ ପ୍ରତି ଆଗ୍ରହ। ପ୍ରିୟ ଶ୍ରୋତା ବନ୍ଧୁ, ପିଲାଙ୍କୁ ନେଇ ଆଧ୍ୟାତ୍ମିକ ଯାତ୍ରା କରନ୍ତୁ। ତୀର୍ଥସ୍ଥାନ ଭ୍ରମଣ ପରେ ଘରେ ପୂଜାବିଧି କରିବା ସମୟରେ ତାକୁ ସାମିଲ କରାନ୍ତୁ। ଆମ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ, ତ୍ୟାଗ, ଜୀବେଦୟା ଇତ୍ୟାଦି ଛୋଟ ଛୋଟ ଆଧ୍ୟାତ୍ମିକ ମାର୍ଗରେ ତାକୁ ପ୍ରେରଣା ଦିଅନ୍ତୁ। ଏହାର ସକାରାତ୍ମକ ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିଥାଏ। ଏହା ନୈତିକ ଶିକ୍ଷାକୁ ମଧ୍ୟ ପ୍ରେରିତ କରେ। ପିଲାମାନେ ତା'ର ଜୀବନର ନୈତିକ ମୂଲ୍ୟବୋଧ ଅନୁଭବ କରିପାରିବେ ଏବଂ ଡିଜିଟାଲ ମାଧ୍ୟମରେ ଯେଉଁ ଅନୈତିକ ଶିକ୍ଷା ସେମାନେ ଗ୍ରହଣ କରିବେ ନାହିଁ। ଏବେ ଆଉ ଗୋଟିଏ ପ୍ରସଙ୍ଗ ଦେଖିବା, ଡିଜିଟାଲ ସୁରକ୍ଷା। ଏହି ଦିଗରେ ପିଲାଙ୍କୁ ଆମେ ସଠିକ୍ ସତର୍କ କରାଇବା ଉଚିତ। ପିଲାମାନଙ୍କୁ ନିଜ କାମ, ଫୋନ୍ ନମ୍ବର, ପାସୱାର୍ଡ଼, ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ପିତାମାତାଙ୍କ ଅଜାଣତରେ କୌଣସି ଅଜଣା ବ୍ୟକ୍ତିଙ୍କୁ ସେମାନେ ସେୟାର କରିବେ ନାହିଁ, ଏହା ଶିଖାଇବା ଉଚିତ। ଏହାଦ୍ୱାରା ହେଉଥିବା ଅନଲାଇନ୍ କ୍ଷତି ସମ୍ପର୍କରେ ଅବଗତ ମଧ୍ୟ ଆମେ କରାଇପାରିବା। ବର୍ତ୍ତମାନ ଆମେ ଦେଖିବା ଅନଲାଇନ୍ ଓ ଅଫଲାଇନ୍ ମଧ୍ୟରେ ସନ୍ତୁଳନ। ପିଲା ଅନଲାଇନ୍ରେ ଭିଡ଼ିଓ ମାଧ୍ୟମରେ ପ୍ରକୃତିକୁ ଦେଖିପାରେ, କିନ୍ତୁ ପ୍ରକୃତିକୁ ନିଜ ଆଖିରେ ଦେଖିବାର ଅନୁଭୂତି ମଧ୍ୟ ତାକୁ ଦେବା ଦରକାର। ସେ ଅନଲାଇନ୍ରେ ଚିତ୍ର ଆଙ୍କିପାରେ, କିନ୍ତୁ କାଗଜ କଲମରେ ରଙ୍ଗ ତୁଳି ଧରି ସେହି ଆନନ୍ଦ ମଧ୍ୟ ତାକୁ ଆମେ ଅନୁଭବ କରାଇବା ଉଚିତ। ପିଲାଙ୍କ ଭାବନାକୁ ଆମେ ବୁଝିବା। ପ୍ରତ୍ୟେକ ପିଲାର ଏକ ନିଜସ୍ୱ ଭାବନା ଓ ଚିନ୍ତାଧାରା ମଧ୍ୟ ରହିଛି। ଆମେ ପିତାମାତା ତାହାର ଭାବନା, ଭାବପ୍ରବଣତାକୁ ବୁଝିବା ମଧ୍ୟ ସର୍ବାଦୌ ଆବଶ୍ୟକ। କାରଣ ଡିଜିଟାଲ ଯୁଗରେ ସେମାନେ ସ୍କୁଲ ଇତ୍ୟାଦିରେ ବିଭିନ୍ନ ପ୍ରକାର ସୂଚନା ଓ ଅନୁଭୂତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ମଧ୍ୟରେ କିଛି ଦ୍ୱନ୍ଦ୍ୱ, ପ୍ରଶ୍ନ, ଭୟ ରହିବା ସ୍ୱାଭାବିକ ଅଟେ। ଅଭିଭାବକମାନେ ତାଙ୍କୁ ତାଗିଦ କରିବା ପୂର୍ବରୁ ତାଙ୍କ କଥା ସମସ୍ୟାର ମନସ୍ତାତ୍ତ୍ୱିକ ଦିଗକୁ ମଧ୍ୟ ଭଲ ଭାବରେ ବୁଝିବା ଦରକାର। ଏହାଦ୍ୱାରା ଶିଶୁଟି ସରଳ ହୁଏ, ସହଜ ହୁଏ ଏବଂ ତା ଭିତରେ କାର୍ଯ୍ୟ କରିବାର ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ। ସେମାନଙ୍କୁ ଅପମାନ କରିବା, ନିରୁତ୍ସାହିତ କରିବା ଆଦୌ ଉଚିତ ନୁହେଁ। ସବୁ ଭୁଲକୁ ସଜାଡ଼ିବା ଓ ଠିକ୍ ଦିଗରେ ପ୍ରଶଂସା କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ। ଏହା ପିଲାଟିର ଆତ୍ମବିଶ୍ୱାସ ବୃଦ୍ଧି କରାଏ। ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦୃଷ୍ଟି ଦେବା। ଶ୍ରୋତାବନ୍ଧୁ, ପିଲାଙ୍କୁ ଶୃଙ୍ଖଳା ଶିଖାଇବା। ଡିଜିଟାଲ ଯୁଗରେ ଶୃଙ୍ଖଳାର ଅର୍ଥ ମୋବାଇଲ, ଇଣ୍ଟରନେଟ୍ ନଦେବା ଆଦୌ ନୁହେଁ। ସବୁକିଛି ମଧ୍ୟରେ ସନ୍ତୁଳନ, ନିଜେ ନିଜର ଉପଯୁକ୍ତ ଭାବରେ ସମୟର ପରିଚାଳନା ଶିଖାଇବା ସର୍ବାଦୌ ଆବଶ୍ୟକ। ପଢ଼ା, ଶାରୀରିକ ବ୍ୟାୟାମ, ଖାଦ୍ୟ, ବିଶ୍ରାମ, ପରିବାର ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା, ଡିଜିଟାଲ ସମୟ ସବୁକିଛିର ଏକ ଉପଯୁକ୍ତ ସମନ୍ୱୟ। ଏହା ତାକୁ ଧୈର୍ଯ୍ୟର ସହ ବୁଝାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ଦେଖାଯାଉଛି ଏବେ ଅଧିକାଂଶ କିଶୋର ସମୟର ଗୁରୁତ୍ୱ ନ ବୁଝି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରି ନିଜ ଡେରିରେ ଶଯ୍ୟାତ୍ୟାଗ କରୁଛନ୍ତି, ଯାହା ତାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। କିଛି କହିଲେ ସେମାନେ ପ୍ରାୟତଃ ପ୍ରତିକ୍ରିୟାଶୀଳ ହେଉଛନ୍ତି। ତେଣୁ ପିତାମାତା ଏ ବିଷୟରେ ସେମାନଙ୍କୁ ଉପଯୁକ୍ତ ଦିଗ୍ଦର୍ଶନ ଦେଇ ଧୈର୍ଯ୍ୟର ସହ, ସ୍ନେହର ସହ ବୁଝାଇବା ଉଚିତ। ପ୍ରିୟ ଶ୍ରୋତାବନ୍ଧୁ, ଆସନ୍ତୁ ଆଜିର ଆଲୋଚନାର କିଛି ମୁଖ୍ୟ କଥାକୁ ମନେ ରଖିବା। ପ୍ରଥମତଃ, ପିଲାଙ୍କୁ ଡିଜିଟାଲ ଉପକରଣ ବ୍ୟବହାର କରିବାର ସଠିକ୍ ପଦ୍ଧତି ଶିଖାନ୍ତୁ। ଦ୍ୱିତୀୟରେ, ବୟସ ଅନୁଯାୟୀ ଉପଯୁକ୍ତ ବିଷୟ ବାଛନ୍ତୁ। ବହି ପଢ଼ା, ସୃଜନଶୀଳତା ପାଇଁ ସମୟ ଦିଅନ୍ତୁ ଏବଂ ନିଜେ ପିତାମାତା ମଧ୍ୟ ଡିଜିଟାଲ ଉପକରଣର ସୁସ୍ଥ ବ୍ୟବହାର କରନ୍ତୁ। ଏବେ ଉପସଂହାରକୁ ଆସିବା। ପ୍ରିୟ ଶ୍ରୋତାବନ୍ଧୁମାନେ, ଡିଜିଟାଲ ଯୁଗ ଆମ ସମ୍ମୁଖରେ ଅନେକ ସୁଯୋଗ ଓ ଚ୍ୟାଲେଞ୍ଜ ମଧ୍ୟ ଆଣିଛି। ଆମ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ହାତରେ ପ୍ରଯୁକ୍ତି ଦେବା ଏବଂ ତାହା ସହିତ ବିବେକ ମଧ୍ୟ ଦେବା। ସେମାନଙ୍କୁ ଜ୍ଞାନ ଦେବା ସହିତ ମୂଲ୍ୟବୋଧ ମଧ୍ୟ ଦେବା। ସେମାନେ ଡିଜିଟାଲ ଦୁନିଆ ଦେଖାଇବା, କିନ୍ତୁ ବାସ୍ତବ ଜୀବନର ମଧୁରତାକୁ ପ୍ରାଧାନ୍ୟ ମଧ୍ୟ ଶିଖାଇବେ। ମନେ ରଖିବାକୁ ହେବ, ପିଲାଙ୍କୁ ଡିଜିଟାଲ ଦୁନିଆରୁ ଦୂରେଇ ରଖିବା ନୁହେଁ, ବରଂ ଡିଜିଟାଲ ଦୁନିଆରେ ସୁରକ୍ଷିତ, ସଚେତନ, ଦାୟିତ୍ୱବାନ ଜୀବନର ଦାୟିତ୍ୱକୁ ଠିକ୍ ଭାବରେ ପାଳନ କରି ବଞ୍ଚିବା ଶିଖାଇବା ହେଉଛି ଲାଳନ ପାଳନର ମୁଖ୍ୟ ଲକ୍ଷ୍ୟ। ପିଲାମାନଙ୍କୁ ଭଲ ପାଇବା, ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ କରାଇବା ଏବଂ ଏକ ସୁସ୍ଥ ବାତାବରଣ ଦେବା, ଏହା ଆମ ସମସ୍ତଙ୍କ ଉତ୍ତରଦାୟିତ୍ୱ। ସେମାନଙ୍କୁ ସଂସ୍କାର, ମାନବିକତା, ସମୟ ଓ ସ୍ନେହ ଦିଅନ୍ତୁ। ମନେ ରଖନ୍ତୁ ଶ୍ରୋତାବନ୍ଧୁ,
ସଂସାରର ସମସ୍ତ ଆଧୁନିକ ଖୁସି ଗ୍ୟାଜେଟ୍ ବାପା ମାଙ୍କ ସ୍ନେହ ଶ୍ରଦ୍ଧା ଆନ୍ତରିକତାର ବିକଳ୍ପ କେବେ ମଧ୍ୟ ହୋଇପାରିବ ନାହିଁ। ପ୍ରିୟ ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ପିଢ଼ି ତିଆରି କରିବା ଯେଉଁ ପିଢ଼ି ପ୍ରଯୁକ୍ତିର ଦାସ ନୁହେଁ, ବରଂ ପ୍ରଯୁକ୍ତିକୁ ନିଜର ଜ୍ଞାନ, କୌଶଳ, ସୃଜନଶୀଳତା ଓ ମାନବିକତାର ବିକାଶ ପାଇଁ ବ୍ୟବହାର କରିବ।